ମାନେ ନେଲେ ନା ନେଇନି। କଣ ପାଇଁ ନେଇନାହାନ୍ତି? ଏଠି ବନ୍ଦ ପରା। ବନ୍ଦ ଅଛି। ଅଧଘଣ୍ଟେ ପାଖରେ ଯିବ ଛିଡ଼ା ହେଇଛି। ରାଜ୍ୟରେ ବିଭିନ୍ନ ମେଡିକାଲରେ ଏବେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କର ଧର୍ମଘଟ ଚାଲୁ ରହିଛି। ଦରମା ବୃଦ୍ଧି, ପଦୋନ୍ନତି ଏବଂ ସୁରକ୍ଷାକୁ ନେଇ 9ଟାରୁ 11ଟା 2 ଘଣ୍ଟା ଓପିଡି ସେବା ବନ୍ଦ ରହିବ। କିଛିଦିନ ହେବ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ଏହି ଧର୍ମଘଟ ଚାଲିଥିବା ବେଳେ ଗତକାଲି ସରକାରଙ୍କ ଏସମା ଲାଗୁ ହେବା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ମେଡିକାଲରେ 2 ଘଣ୍ଟା ଓପିଡି ବନ୍ଦ ରହିଥିବା ବେଳେ ଲମ୍ବା ଲାଇନରେ ରୋଗୀମାନେ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟରେ ବିଭିନ୍ନ ମେଡିକାଲରେ ଦେଖିବାକୁ ମିଳିଛି ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଧର୍ମଘଟ ଆନ୍ଦୋଳନ। ଆମେ ଅଛୁ କପ୍ତିପଦା ଉପଖଣ୍ଡ ଉଦଳା ମେଡିକାଲରେ, ଯାହାକି ପାଖାପାଖି 2 ଘଣ୍ଟା ହେବ 100 ପାଖାପାଖି ରୋଗୀ ଆସି ଲାଇନ କରି ଠିଆ ହୋଇଛନ୍ତି ଏବଂ ଡାକ୍ତର ମାନଙ୍କର ଆନ୍ଦୋଳନ ଯୋଗୁଁ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି। ଆଚ୍ଛା କଣ ଆସିଲେ କଣ ପାଇଁ ପ୍ରେସର ପେନ୍ ନେଇଥାନ୍ତି। ଆଚ୍ଛା ମାନେ ନେଲେ ନା ନେଇନି। କଣ ପାଇଁ ନେଇନାହାନ୍ତି? ଏଠି ବନ୍ଦ ପରା। ବନ୍ଦ ଅଛି। 11ଟା ବେଳେ ଖୁଲେ। 11ଟା ବେଳକୁ କେତେବେଳେ ଆସିଲେଣି ଆପଣ? 8:30। ଆଚ୍ଛା କଣ ପାଇଁ ଆସିନାହାନ୍ତି ଡାକ୍ତର? ଟ୍ରାଏ କରୁଛନ୍ତି ବୋଲି କହୁଛନ୍ତି। ଷ୍ଟ୍ରାଇକ୍ ଅଛି। ଯଦି ଷ୍ଟ୍ରାଇକ୍ ଚାଲେ ଆପଣ ମାନେ ହଇରାଣ ହେବେ ନିହାତି। ହଁ। କଣ ହଇରାଣ ହେବେ ଆପଣ? ଏ ପ୍ରେସର ପେନ୍ ନେଇତେ ସକାଳୁ ମାପିକି ନେବା କଥା 11ଟା ବେଳେ ମାପିକି ନେବା। ଯଦି ଷ୍ଟ୍ରାଇକ୍ ଚାଲିବ ଆପଣ ମାନେ ଲମ୍ବା ଲାଇନରେ ରହିବେ ଯେ ନିଶ୍ଚିତ ଭାବରେ ହଇରାଣ ହେବେ ଆପଣ ମାନେ। ଯେ ସରକାରଙ୍କୁ କଣ ଅନୁରୋଧ କରିବେ? ମୋହନ ସରକାର ତ ଯାହା କରୁଛି ଘୋରଉଛି ଆଉ। ଘୁରଉଛନ୍ତି ଘୋରଉଛି ଏକାଥରେ। ଘୁରଉଛନ୍ତି ସରକାର। ଆଚ୍ଛା ଛାତି ମୋର ବଥା କରୁଛି, ସେଥିପାଇଁ ସାରକୁ ଆସିଥିଲି ଦେଖା କରିବି। ଅଧଘଣ୍ଟେ ପାଖରେ ଯିବ ଛିଡ଼ା ହେଇଛି। ସାର୍ ତ କେହି ନାହାନ୍ତି, ଫୋନ୍ କରିକି ବାହାରେ ରହିଛନ୍ତି ନା କଣ। ମୁଁ ଲାଇନରେ ଠିଆ ହେଇଛି। କେତେବେଳେ ଦେଖିବାକୁ? 11ଟା ପରେ ତ କହୁଛନ୍ତି ସାର୍ ଦେଖିବେ। କଣ ପାଇଁ 11ଟା ପରେ ଦେଖିବାକୁ? ସେଟା ଆଜ୍ଞା ମୁଁ ଆଉ ଜାଣିଛି ନା କଣ ପାଇଁ ଦେଖିବି। ତାଙ୍କର କାହିଁକି ଫୋନ୍ କରିକି ବାହାରେ ରହିଛନ୍ତି। ସାର୍ ମାନେ ସରକାର ତାଙ୍କର କିସ ବୁଝିବେ କିଛି କରିବେ। ଷ୍ଟ୍ରାଇକ୍ ଅଛି ଡକ୍ଟରମାନଙ୍କର। ସେଟା ସାର୍ ମୁଁ ଜାଣିନି। ଜାଣିନାହାନ୍ତି। ଷ୍ଟ୍ରାଇକ୍ ଅଛି କି ନାହିଁ ମୁଁ ଜାଣିନି। କେତେ ଭିଡ଼ ଅଛି ବର୍ତ୍ତମାନ? ଭିଡ଼ ସାର୍ ତଥାପି 100 ପାଖାପାଖି ଲୋକ ରହିଲେଣି। ତେବେ ସରକାର ଏହି ଡାକ୍ତର ମାନଙ୍କର ସମସ୍ୟା କେବେ ଦୂର କରିବେ ତାହାକୁ କେବଳ ଅପେକ୍ଷା। ଉଦଳାରୁ ଅକ୍ଷୟ କୁମାରଙ୍କର ସଞ୍ଚାର ଲାଇଭ୍।